ମାନେ କେମିତି ଅଛନ୍ତି କି ସମସ୍ତେ ପିଲାମାନେ ବହୁତ ହି ଭଲ ଥିବେ ସହ ତମାନେ ସେମିତି ଭଲ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ କଣ ତୁମର କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ କେତେ 2022 ରୁ ଆମେ ଆଲୋଚନା କରିବା। ଦେଖନ୍ତୁ ତୁମର 2022 ରେ କେମିତି କଣ ତୁମର କମନ ପିଜି ଏଣ୍ଟ୍ରାନ୍ସ ରେ ଆସିଥିଲା କ୍ୱେଶ୍ଚନ ଗୁଡାକ ସେଗୁଡା ଆମେ ଦେଖିବା। ଯାହା ଫଳରେ ପିଲାମାନେ ତୁମମାନେ 2026 ରେ ଯୋଉ ପିଲାମାନେ ବି ପିଜି ଏଣ୍ଟ୍ରାନ୍ସ ଦେବ ତାଙ୍କ ପାଇଁ ନିହାତି ଭାବରେ କାମରେ ଆସିବ। ତ ଚାଲନ୍ତୁ ଆଲୋଚନା କରିବା କଣ ସବୁ ରହିଛି କ୍ୱେଶ୍ଚନ ଗୁଡାକ ହେଲା। ଦେଖନ୍ତୁ ପ୍ରଥମ କ୍ୱେଶ୍ଚନ ଟି ଅଛି, ଦେଖନ୍ତୁ କଣ ଅଛି, ଉଦକ ଚାନ୍ଦ ଜିମ୍ ସାଚ୍ ନ ମିଛା ଚର୍ଚ୍ଚା ଗୀତିକାର ଏହି ଅଂଶର ସ୍ରଷ୍ଟା କିଏ? ତ ପିଲାମାନେ ଅପସନ ଏ ରେ ଅଛି ସରହପା, ଅପସନ 2 ରେ ଲୁଇପା, ଅପସନ ସି ରେ ଭୁସୁକୁପା ଏବଂ ଅପସନ ଡି ରେ କାନପା। କୋଉଟା ସଠିକ ଉତ୍ତର ହବ ତମାନେ କମେଣ୍ଟ ଶେଷରେ ଜଣାନ୍ତୁ। ତାପରେ କ୍ୱେଶ୍ଚନ ଦେଖନ୍ତୁ, ଇନ୍ଦ୍ରବତୀଙ୍କର ଶିଷ୍ୟ କିଏ? ଗୋଟେ ହେଲା ରାହୁର ସୂଚୀ, ଅପସନ ଏ, ଅପସନ ବି ଶାନ୍ତିପା, ଅପସନ ସି ଜଳଧରିପା, ଅପସନ ଡି ଶବରୀପା। ସଠିକ ଉତ୍ତରଟି ଜଣାନ୍ତୁ। ତାପରେ ଦେଖିବା କେଉଁଥିରେ ମତ୍ସ୍ୟେନ୍ଦ୍ରନାଥ ଗୋରଖନାଥଙ୍କର କଥୋପକଥନ ସ୍ଥାନ ପାଇଛି? ଅପସନ ଏ ମତ୍ସ୍ୟେନ୍ଦ୍ର ଗୀତା, ଅପସନ ବି ଅମରକୋଷ ଗୀତା, ଅପସନ ସି ଶିଶୁବେଦ ଏବଂ ଅପସନ ଡି ସପ୍ତାଙ୍ଗ ଯୋଗ ଧାରଣ। ସେଇଭଳି ଭାବରେ 4 ନମ୍ବର କ୍ୱେଶ୍ଚନ କଣ ଅଛି ଦେଖନ୍ତୁ, ରାଜ୍ୟ କର ବାବୁ ଏବେ ଧର୍ମ ପ୍ରତିପାରି, ଅଧର୍ମ କଲେ ସହିବ ନାହିଁ ମହାସ୍ତରୀ। ସାରଳା ମହାଭାରତର କେଉଁ ପର୍ବରୁ ଆନିତ? ଅପସନ ଏ ଆଦ୍ୟ ପର୍ବ, ଅପସନ ବି ମଧ୍ୟ ପର୍ବ, ଅପସନ ସି ଶାନ୍ତି ପର୍ବ ଏବଂ ଅପସନ ଡି କାଇଁସିକା ପର୍ବ। ତାପରେ ଦେଖନ୍ତୁ ଜଗନ୍ନାଥ ଦାସଙ୍କର ଦ୍ଵାରା ଲିଖିତ କୋଇଲି ଗୀତ କେଉଁଟି? ଅପସନ ଏ ଅର୍ଥ କୋଇଲି, ଅପସନ ବି କେଶବ କୋଇଲି, ଅପସନ ସି ବାରମାସୀ କୋଇଲି ଏବଂ ଅପସନ ଡି କାନ୍ତ କୋଇଲି। ସେଇଭଳି 6 ନମ୍ବର ଦେଖନ୍ତୁ, ଦାଣ୍ଡି ରାମାୟଣର କିସ୍ମିନ୍ଥା କାଣ୍ଡରେ କେଉଁ ପ୍ରସଙ୍ଗ ରହିଛି? ନା ଦେଖନ୍ତୁ ଅପସନ ଏ ଲକ୍ଷ୍ମଣ 3 ଗାର କାଟିବା, ଅପସନ ବି ଖଳ ଦୁର୍ବଳ ପ୍ରସଙ୍ଗ, ଅପସନ ସି ସପ୍ତସାର ଭେଦ ଏବଂ ଅପସନ ଡି ରାମତାଳିର ଉତ୍ପତ୍ତି। 7 ନମ୍ବର ଦେଖିବା, ନିମ୍ନ କାବ୍ୟ ମାନଙ୍କ ମଧ୍ୟରୁ କେଉଁଟି ପ୍ରଥମେ ରଚିତ? ଅପସନ ଏ ଶଶିରେଖା, ଅପସନ ବି ଉଷାଭିଳାଷ, ଅପସନ ସି ରୁକ୍ମଣୀ ବିବାହ ଏବଂ ଅପସନ ଡି ଶଶି ସେନା। ସଠିକ ଉତ୍ତରଟି ଜଣାନ୍ତୁ। ସେପରି ଭାବରେ 8 ନମ୍ବରଟି ଦେଖନ୍ତୁ, କହେ ଉପ ଇନ୍ଦ୍ର ଭଞ୍ଜ ମୁଁ ଲଭିଛି ଶବଦ ସାଗର ପାର କେଉଁଥିରୁ ଆସିଛି? ଅପସନ ଏ ଲାବଣବତୀ, ଅପସନ ବି ବୈଦେହୀଶ ବିଳାସ ଏବଂ ଅପସନ ସି ଚିତ୍ରକାବ୍ୟ କଣ ବନ୍ଧୋଦୟ ଏବଂ ଅପସନ ଡି ହଉଛି କଟି ବ୍ରହ୍ମାଣ୍ଡ ସୁନ୍ଦରୀ। କେଉଁ କାବ୍ୟ ଆଦ୍ୟ ଅକ୍ଷର ନିୟମରେ ରଚିତ ନୁହେଁ? ଅପସନ ଏ ସୁଲକ୍ଷଣା, ଅପସନ ବି ରସକଲ୍ଲୋଳ, ଅପସନ ସି କେଳି କଳାନୀତି ଏବଂ ଅପସନ ଡି କଳା କୌତୁକ। 10 ନମ୍ବର ଦେଖିବା, ଭୀମ ଭୋଇଙ୍କର ଶ୍ରୁତି ନିଷେଧ ଗୀତାରେ କେତୋଟି ଅଧ୍ୟାୟ ରହିଛି? ଅପସନ ଏ 7ଟି, ଅପସନ ବି 8ଟି, ଅପସନ ସି 11ଟି ଏବଂ ଅପସନ ବି 16ଟି। ପ୍ରକାଶକାର ଦୃଷ୍ଟିରୁ କେଉଁ ପତ୍ରିକାଟି ପ୍ରଥମେ ପ୍ରକାଶିତ ହୋଇଥାଏ? ଅପସନ 11 ଦେଖନ୍ତୁ ଅପସନ ଏ ସେବକ, ଅପସନ ବି ଧର୍ମବଧିନୀ, ଅପସନ ସି ଶିକ୍ଷକ ଏବଂ ଅପସନ ଡି ବିଜୁଡି। କେଉଁଟି ଓଡ଼ିଶାରେ ନବଜାଗରଣ ଏକ କାରଣ ନୁହେଁ? ଅପସନ ଏ ମୁଦ୍ରା ଯନ୍ତ୍ର ପ୍ରତିଷ୍ଠା, ଅପସନ ବି ଯୁବ ଶକ୍ତିର ଅଭ୍ୟୁଦୟ, ଅପସନ ସି ଖ୍ରୀଷ୍ଟ ଧର୍ମର ପ୍ରଚାର ଏବଂ ଅପସନ ଡି ହେଉଛି ଆଧୁନିକ ଶିକ୍ଷାର ପ୍ରସାର। ତାପରେ ଦେଖନ୍ତୁ, ଦେବୀ ବୀଣାପାଣିଙ୍କର କରୁଣା କାହା ପ୍ରତି ଉଣା ହୋଇଥିବା ରାଧାନାଥ ରାୟ କହିଛନ୍ତି? ଅପସନ ଏ ଚିଲିକା, ଅପସନ ବି ଚନ୍ଦ୍ରଭାଗା, ଅପସନ ସି ଓଡ଼ିଆ ଜାତି ଏବଂ ଅପସନ ଡି ଉତ୍କଳ। କେଉଁ ଉପନ୍ୟାସ ଅପୂର୍ବ ମିଳନ ନାମରେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା? ଅପସନ ଏ 6 ମାଣ 8 ଗୁଣ୍ଠ, ଅପସନ ବି ଲଛମା, ଅପସନ ସି ମାମୁଁ ଏବଂ ଅପସନ ଡି ପ୍ରାୟଶ୍ଚିତ। ତାପରେ ଦେଖିବା 15 ନମ୍ବରରେ କଣ ଅଛି, ଓଡ଼ିଆ ଭାଷା ହେଉଛି ବଙ୍ଗଳା ଭାଷାର ଉପଭାଷା, ଏହା କେଉଁ ବିଦେଶୀଙ୍କର ମତ ଥିଲା? ଅପସନ ଏ ଗ୍ରିୟରସନ, ଅପସନ ବି କଣ H.T. କୋଲବୁକ୍ ଏବଂ ଅପସନ ସି ମିଷ୍ଟର ବାଉରିଂ, ଅପସନ ଡି ରେଭରେଣ୍ଡ ସିଲେସି। ସତ୍ୟବାଦୀ ବନବିଦ୍ୟାଳୟ କେବେ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇଥିଲା? ଅପସନ ଏ 1909 ମସିହା, ଅପସନ ବି 1912 ମସିହା, ଅପସନ ସି 1920 ମସିହା ଏବଂ ଅପସନ ଡି ହେଉଛି 1921 ମସିହା। ସବୁଜ ବନ୍ଧୁ ପ୍ରତି କବିତାର ସ୍ରଷ୍ଟା କିଏ? ଅପସନ ଏ ଅନ୍ନଦା ଶଙ୍କର, ଅପସନ ବି ବୈକୁଣ୍ଠନାଥ, ଅପସନ ସି କାଳିନ୍ଦୀଚରଣ ଏବଂ ଅପସନ ଡି ହେଉଛି ଶରତ ଚନ୍ଦ୍ର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା କେଉଁ କବିତାଟି ରଚିତ? ଅପସନ ଏ ଯାତ୍ରା ସଙ୍ଗୀତ, ଅପସନ ବି ଜୀବନ ସଙ୍ଗୀତ, ଅପସନ ସି ବେତାର ସଙ୍ଗୀତ ଏବଂ ଅପସନ ଡି ହେଉଛି ବିଭୁ ସଙ୍ଗୀତ। ନୂତନ ପ୍ରଣୟ କବିତାଟି କେଉଁ ସଂକଳନରେ ସ୍ଥାନିତ? ଅପସନ ଏ ଧୂପ, ଅପସନ ବି ହେମଶସ୍ୟ, ଅପସନ ସି କ୍ରୁଶ ଏବଂ ଅପସନ ଡି ଜୀବନ ଚିତା। ପ୍ରଗତିବାଦୀ ସାହିତ୍ୟ କେଉଁ ବିଷୟରେ ଗୁରୁତ୍ୱ ଦିଏ ନାହିଁ?
ଅର୍ଥନୈତିକ ଦେଖନ୍ତୁ ଅପସନ୍ ଏ ଅର୍ଥନୈତିକ ଅସଙ୍ଗତି ଦୂର କରିବା, ଅପସନ୍ ବି ପ୍ରକୃତିଗତ ଦୁର୍ବଳତା ଦୂର କରିବା, ଅପସନ୍ ସି ଶୋଷଣ ପୀଡ଼ନରୁ ରକ୍ଷା କରିବା, ଅପସନ୍ ଡି କ'ଣ ମାର୍କସବାଦୀ ଦୃଷ୍ଟିଭଙ୍ଗୀର ପ୍ରଚାର କରିବା। 21 ନମ୍ବର ଦେଖିବା ସଚ୍ଚିଦାନନ୍ଦଙ୍କର କେଉଁ କବିତା ଗ୍ରନ୍ଥ ଓଡ଼ିଆ କବିତାର ଧାରା ବଦଳାଇଥିଲା? ଅପସନ୍ ଏ ପାଥେୟ, ଅପସନ୍ ବି ପଲ୍ଲିଶ୍ରୀ ଏବଂ ଅପସନ୍ ସି ପାଣ୍ଡୁଲିପି ଏବଂ ଅପସନ୍ ଡି କବିତା 1962। ଦେଖନ୍ତୁ ଶ୍ରୀଜଟାୟୁ ଛଦ୍ମନାମରେ କିଏ କବିତା ଲେଖୁଥିଲେ? ଅପସନ୍ ଏ ସଚ୍ଚି ରାଉତରାୟ, ଅପସନ୍ ବି ଅନନ୍ତ ପଟ୍ଟନାୟକ, ଅପସନ୍ ସି ରବି ସିଂ ଏବଂ ଅପସନ୍ ଡି ରଘୁନାଥ ଦାସ। ତାପରେ ଦେଖନ୍ତୁ 23 ନମ୍ବରରେ କ'ଣ ଅଛି? ରମାକାନ୍ତ ରଥଙ୍କର ଗ୍ରୀଷ୍ମ ଋତୁରେ ରେଳଯାତ୍ରା କବିତାର ସାରସତ୍ୟ କ'ଣ? ଅପସନ୍ ଏ ବ୍ୟର୍ଥତା ଓ ମୃତ୍ୟୁ ଚେତନା, ଅପସନ୍ ବି ପ୍ରେମ ଓ ପ୍ରଣୟ, ଅପସନ୍ ସି ଆନନ୍ଦ ଓ ଅନୁଭୂତି, ଅପସନ୍ ଡି ହେଉଛି ପରିହାର ଓ ବ୍ୟଙ୍ଗ। ସୀତାକାନ୍ତ ମହାପାତ୍ରଙ୍କୁ କେଉଁ ପୁସ୍ତକ ପାଇଁ ସାରଳା ପୁରସ୍କାର ପ୍ରଦାନ କରାଯାଇଛି? ଦୀପ୍ତି ଓ ଦ୍ୟୁତି ଅପସନ୍ ଏ ହେଲା। ତାପରେ ଅପସନ୍ ବି ରେ ଅଛି ଆରଦୃଶ୍ୟ, ଅପସନ୍ ସି ରେ ଶବ୍ଦର ଆକାଶ ଏବଂ ଅପସନ୍ ଡି ରେ ଅଛି ଅଷ୍ଟପଦୀ। ତାପରେ 25 ନମ୍ବର ଦେଖନ୍ତୁ ସ୍ତ୍ରୀ ଲିଙ୍ଗବାଚକ ଶବ୍ଦ ସମସ୍ତ ପଦରେ ପୁଲିଙ୍ଗରେ ରୂପାନ୍ତରିତ ହେବାର କାରଣ ଉଦାହରଣ କେଉଁଟି? ଅପସନ୍ ଏ ରାଜହଂସ, ଅପସନ୍ ବି ମଧୁପାଇ, ଅପସନ୍ ସି ହଂସଡିବ ଏବଂ ଅପସନ୍ ଡି ଦାସରଥୀ। 26 ନମ୍ବର ଦେଖିବା ହିତୈଷୀ ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହବ? ଦେଖନ୍ତୁ ଅପସନ୍ ଏ ହିତଯୁକ୍ତ ଐଶୀ, ଅପସନ୍ ବି ହିତେଯୁକ୍ତ ଏସି, ଅପସନ୍ ସି ହିତୈଯୁକ୍ତ ଏସି, ଅପସନ୍ ଡି ହିତଯୁକ୍ତ ଏସି ହେଲା। ଏଇଟା ଦୀର୍ଘେଇ। ତାପରେ ଦେଖିବା 27 ନମ୍ବର ହେଲା କେଉଁ ଶବ୍ଦରେ ବନାନଗତ ଅଶୁଦ୍ଧି ଦେଖାଯାଏ? ତ ପିଲାମାନେ ଅପସନ୍ ଏ ବିଷଣ୍ଣ, ଅପସନ୍ ବି ପୁରସ୍କାର, ଅପସନ୍ ସି ଧୂମ ଏବଂ ଅପସନ୍ ଡି ହେଉଛି ଅମୀୟ। ତାପରେ ଦେଖିବା 28 ନମ୍ବରଟି ହେଲା କେଉଁ ଅଭିଲେଖଟି ପ୍ରାଚୀନ? ଅପସନ୍ ଏ ପୁରୀ ଶଙ୍କରାନନ୍ଦ ମଠର ତାମ୍ରଫଳକ, ଅପସନ୍ ବି ତ୍ରିମାଳି ମଠ ତାମ୍ରଫଳକ ହେଲା, ଅପସନ୍ ସି ଦ୍ୱିତୀୟ ନରସିଂହଦେବଙ୍କର ଦ୍ୱିଭାଷିକ ଶିଳାଲେଖ, ଅପସନ୍ ଡି ହେଉଛି ଅନନ୍ତ ଦେବ ବର୍ମାଙ୍କର ମଞ୍ଜୁଷା ତାମ୍ରଶାସନ। 29 ନମ୍ବର ଦେଖନ୍ତୁ ଓଡ଼ିଆରେ ବ୍ୟବହୃତ କଇଁଆ ଶବ୍ଦଟି ମୂଳତଃ କେଉଁ ଭାଷାରୁ ଆସିଛି? ଅପସନ୍ ଏ ଜାବନିକ, ଅପସନ୍ ବି ପର୍ତ୍ତୁଗୀଜ, ଅପସନ୍ ସି ଅଷ୍ଟ୍ରିକ, ଅପସନ୍ ଡି ଦ୍ରାବିଡ଼। ଦେଖନ୍ତୁ 30 ନମ୍ବର କ'ଣ ଅଛି? ନିମ୍ନୋକ୍ତ ତଥ୍ୟରୁ କେଉଁଟି ତ୍ରୁଟିପୂର୍ଣ୍ଣ? ଅପସନ୍ ଏ ଉପଭାଷାର କ୍ଷେତ୍ର ଛୋଟ, ଅପସନ୍ ବି ଭୌଗୋଳିକ କାରଣରୁ ଉପଭାଷା ସୃଷ୍ଟି ହୁଏ, ଅପସନ୍ ସି ଭାଷାର ଉପଭାଷା ଉତ୍ପନ୍ନ ହୋଇଥାଏ, ଅପସନ୍ ଡି ଏଟା ବି ନୁହେଁ ଏଟା ଡି ହବ, ଅପସନ୍ ଡି ସାହିତ୍ୟରେ ଉପଭାଷା ବ୍ୟବହାର ହେଲେ ତାହା ମାନକ ଭାଷା ହୋଇଥାଏ। 31 ନମ୍ବର ଦେଖିବା ରଙ୍ଗବାଦ୍ୟ କେଉଁ ଲୋକନାଟ୍ୟ ସହ ଜଡ଼ିତ? ଅପସନ୍ ଏ ଦଣ୍ଡନାଟ, ଅପସନ୍ ବି ଛଉ ନାଟ, ଅପସନ୍ ସି ଦେଶିଆ ନାଟ ଏବଂ ଅପସନ୍ ଡି ହେଉଛି ଚଢ଼ିଆ ନାଟ। 32 ନମ୍ବର ଦେଖନ୍ତୁ କେଉଁଟି ସଙ୍ଗୀତ ପ୍ରଧାନ ଲୋକନାଟ? ଅପସନ୍ ଏ ଗୋଟିପୁଅ, ଅପସନ୍ ବି କୃଷ୍ଣଲୀଳା ଏବଂ ଅପସନ୍ ସି ଘୋଡ଼ା ନାଟ, ଅପସନ୍ ଡି ଝୁମର। 23 ନମ୍ବର ଦେଖନ୍ତୁ ଲେଭିଷ୍ଟ୍ରିଙ୍ଗ ସଂରଚନା ପଦ୍ଧତିର ବୈଶିଷ୍ଟ୍ୟ କ'ଣ? ଅପସନ୍ ଏ ମୋଟି ପାକଳନ, ଅପସନ୍ ବି ମିଥ୍ ରହସ୍ୟ ଉଦ୍ଘାଟନ, ଅପସନ୍ ସି କାହାଣୀରୁ ବିରକ୍ତ କରିବା ସୂତ୍ର ଉନ୍ମୋଚନ, ଅପସନ୍ ଡି ସଞ୍ଚରଣ ମତବାଦର ବିଶ୍ଳେଷଣ। ତାପରେ 34 ନମ୍ବର ଦେଖିବା ଦେଖନ୍ତୁ ତୈତ୍ତରୀୟ ଉପନିଷଦରେ କାହାକୁ ବ୍ରହ୍ମସ୍ୱାଦ ସହୋଦର କୁହାଯାଇଛି? ଅପସନ୍ ଏ ରସ, ଅପସନ୍ ବି ରୀତି, ଅପସନ୍ ସି ଗୁଣ ଏବଂ ଅପସନ୍ ଡି ବକ୍ରୋକ୍ତି। ତାପରେ ଦେଖନ୍ତୁ 35 ନମ୍ବର କହୁଛି କେଉଁଟି ରସର ସ୍ଥାୟୀ ଭାବ ନୁହେଁ? ଅପସନ୍ ଏ ଶୋକ, ଅପସନ୍ ବି ଉନ୍ମାଦ, ଅପସନ୍ ସି ଉତ୍ସାହ ଏବଂ ଅପସନ୍ ଡି ରତି। ତାପରେ ଦେଖିବା 36 ନମ୍ବର ଦେଖନ୍ତୁ ଶବ୍ଦ ଓ ଅର୍ଥର ସଭା ବିଧାୟକ ଅସ୍ଥିର ଧର୍ମକୁ କ'ଣ କୁହାଯାଏ? ଅପସନ୍ ଏ ରସ, ଅପସନ୍ ବି ଗୁଣ, ଅପସନ୍ ସି ଅଳଙ୍କାର ଏବଂ ଅପସନ୍ ଡି କାବ୍ୟଦୋଷ। ତ ପିଲାମାନେ ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଅଳଙ୍କାର ହେଲା। ତାପରେ ଦେଖିବା 37 ନମ୍ବର ଅଛି ପ୍ରତୀକ ଧର୍ମୀ କବିତାରେ ଭାଷାର ବାଷ୍ପୀଭବନ ଘଟେ ଓ ସାଙ୍ଗୀତିକତାରେ ତାହାର ପୁନଃ ନିମଜ୍ଜିତ ଘଟେ। ଏହି ଉକ୍ତିଟି କାହାର? ଅପସନ୍ ଏ କୋଲରିଜ, ଅପସନ୍ ବି ଟି ହ୍ୟୁମ୍, ଅପସନ୍ ସି ଭେଲନାନ ଏବଂ ଅପସନ୍ ଡି ହେଉଛି ଚାର୍ଲସ ବୋଦଲେୟାର ହେଲା। 38 ନମ୍ବର କ'ଣ ଅଛି ମଣିଷର ସ୍ଥିତି ସମ୍ପର୍କରେ କେଉଁ ବାଦ ପ୍ରଚାର କରିଥାଏ? ଅପସନ୍ ଏ ଅଭିବ୍ୟକ୍ତିବାଦ, ଅପସନ୍ ବି ଡାଡାବାଦ, ଅପସନ୍ ସି ସଂରଚନାବାଦ, ଅପସନ୍ ଡି ହେଉଛି ସ୍ଥିତିବାଦ।
କେଉଁ ଗପଟି ଗୋପବନ୍ଧୁ ଗୋଦାବରୀ ମହାପାତ୍ରଙ୍କର ଦ୍ଵାରା ରଚିତ? ଅପସନ ଏ ଶେଷ ରଶ୍ମି, ଅପସନ ବି ଈଶ୍ୱରଙ୍କର ପାଖକୁ ଚିଠି, ଅପସନ ସି ନୈଶ ସୁନ୍ଦରୀ ଏବଂ ଅପସନ ଡି ହଉଛି କଣ ପାଣୁ ମିଶ୍ରେ ହେଲା। ଲେଖକ ଓ ପୁସ୍ତକର କେଉଁ ଯୋଡ଼ିଟି ଠିକ ନୁହେଁ? ଦେଖନ୍ତୁ ସ୍ନାୟୁ ଓ ସନ୍ନ୍ୟାସୀ, ଏଇଟା ଅପସନ ଏ ହେଲା ସ୍ନାୟୁ ଓ ସନ୍ନ୍ୟାସୀ ଅଚ୍ୟୁତାନନ୍ଦ ପତି, ଅପସନ ବି ରେ ଘାସ ଫୁଲ ଗୋପୀନାଥ ମହାନ୍ତି, ଅପସନ ସି ରେ ଅଶ୍ୱରୋହୀ ଗଳ୍ପ ଚନ୍ଦ୍ରଶେଖର ରଥ ଏବଂ ଅପସନ ଡି ରେ ହଉଛି ନଦୀର ନାମ ଗଣତନ୍ତ୍ର ସାତକଡ଼ି ହତା। ଏକଚେ ସମୟ ଦେଖନ୍ତୁ ପଶ୍ୟତି ଦିଶି ଦିଶି ପ୍ରବନ୍ଧର ସ୍ରଷ୍ଟା କିଏ? ଅପସନ ଏ ଚିତ୍ତରଞ୍ଜନ ଦାସ, ଅପସନ ବି ଚନ୍ଦ୍ରଶେଖର ରଥ ଏବଂ ଅପସନ ସି ଶରତ ଶରତ କୁମାର ମହାନ୍ତି, ଅପସନ ଡି କୃଷ୍ଣଚନ୍ଦ୍ର ହଁ ପାଣିଗ୍ରାହୀ। 42 ନମ୍ବର କଣ ଅଛି? କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀର ନାମ କଣ? ଅପସନ ଏ ପଥ ଓ ପୃଥିବୀ, ଅପସନ ବି ଅମୃତ ଅନୁଭବ, ଅପସନ ସି ମୋ ସମୟର ଓଡ଼ିଶା, ଅପସନ ଡି ଗାଣ ଡାକ। ତାପରେ ଦେଖନ୍ତୁ 43 ନମ୍ବର ଅଛି ଗଞ୍ଜାମ ମାରରେ 7 ଦିନ ଭ୍ରମଣ ପୁସ୍ତକଟି କାହାର? ଅପସନ ଏ କୁଞ୍ଜ ବିହାରୀ ଦାସ, ଅପସନ ବି ଚିତ୍ତରଞ୍ଜନ ଦାସ, ଅପସନ ସି ଗୋଲକ ବିହାରୀ ଧଳ ଏବଂ ଅପସନ ଡି ହଉଛି ଦୀନନାଥ ପାଠୀ। ଲଣ୍ଡନ ଚିଠି କେଉଁ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା? ଅପସନ ଏ ସମାଜ, ଅପସନ ବି ସମ୍ବାଦ, ଅପସନ ସି ଧରିତ୍ରୀ, ଅପସନ ଡି କଣ ପ୍ରଜାତନ୍ତ୍ର। ଦେଖନ୍ତୁ ଓ ସବାଶେଷ ଲୋକ ନାଟକରେ ନାରୀ ଚରିତ୍ରଟି କିଏ? ଅପସନ ଏ ଆଦି ଲୋକ, ଅପସନ ବି ଭିନ୍ନ ଲୋକ, ଅପସନ ସି ମହାଲୋକ ଏବଂ ଅପସନ ଡି ଆଗ ଲୋକ। 46 ନମ୍ବର ଦେଖନ୍ତୁ ବଟୁଆ ପ୍ରବନ୍ଧରେ ଲେଖକ କେଉଁ ଦେଶର ଶାସକଙ୍କର ଉଦାହରଣ ଦେଇନାହାନ୍ତି? ଅପସନ ଏ ଇଟାଲୀ, ଅପସନ ବି ଜର୍ମାନୀ ଏବଂ କଣ ଅପସନ ସି ଇଂଲଣ୍ଡ ଏବଂ ଅପସନ ଡି ରୁଷିଆ। ଧବରୀ ସାହୁ ସଚିତା କଣ ହଁ ସଚି ରାଉତରାୟଙ୍କର କେଉଁ କବିତାର ଏକ ଚରିତ୍ର? ଅପସନ ଏ ଗ୍ରାମ୍ୟ ଶ୍ମଶାନ, ଅପସନ ବି ପଲ୍ଲୀ ସଞ୍ଜ, ଅପସନ ସି ଗ୍ରାମ ସଭା ଏବଂ ଅପସନ ଡି ହଉଛି ଛୋଟ ମୋର ଗାଁଟି। 48 ନମ୍ବର ଦେଖନ୍ତୁ ଦାଶରଥୀ ଦାସ କେଉଁ ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ କେନ୍ଦ୍ର ପୁରସ୍କାର ପାଇଛନ୍ତି? ଅପସନ ଏ ଆଧୁନିକ କାବ୍ୟ ଜିଜ୍ଞାସା ଚିତ୍ରକଳ୍ପ, ଅପସନ ବି କାବ୍ୟ ସମ୍ବାଦ, ଅପସନ ସି ପ୍ରସଙ୍ଗ ପୁରୁଣା ଭାବନା ନୂଆ, ଅପସନ ଡି ମୃତ୍ୟୁଲୋକର ଋତୁ ସପ୍ତମ। 49 ନମ୍ବର ଦେଖନ୍ତୁ ହରେକୃଷ୍ଣ ମହତାବଙ୍କର ପ୍ରତିଭା ଉପନ୍ୟାସକୁ କିଏ ନାଟ୍ୟ ରୂପ ଦେଇଛନ୍ତି? ଅପସନ ଏ କଣ ରତି ରଞ୍ଜନ ମିଶ୍ର, ଅପସନ ବି ରମେଶ ପ୍ରସାଦ ପାଣିଗ୍ରାହୀ, ଅପସନ ସି ମନୋରଞ୍ଜନ ଦାସ ଏବଂ ଅପସନ ଡି ହଉଛି ଗୋପାଳ ଛଟରାୟ। 50 ନମ୍ବର ଦେଖନ୍ତୁ ଝିଟିପିଟି କହେ ସ୍ତମ୍ଭ କେଉଁ ସମ୍ବାଦପତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା? ଅପସନ ଏ ସମାଜ, ଅପସନ ବି ସମ୍ବାଦ, ଅପସନ ସି ଧରିତ୍ରୀ ଏବଂ ଅପସନ ଡି ହଉଛି ପ୍ରଜାତନ୍ତ୍ର। ତାପରେ ଦେଖନ୍ତୁ ଚିତ୍ରକଳାକୁ ଲୋକ ସଂସ୍କୃତିର କେଉଁ ବିଭାଗ ରୂପରେ ଗ୍ରହଣ କରାଯାଇଛି? ଅପସନ ଏ କଥୋପକଥନ ମୂଳକ, ଅପସନ ବି କ୍ରୀଡ଼ା ଭିତ୍ତିକ, ଅପସନ ସି ସ୍ଥିତିଶୀଳ ଏବଂ ଅପସନ ଡି ହଉଛି କାହାଣୀ ଧର୍ମୀ। 52 ନମ୍ବର ଦେଖନ୍ତୁ ସମ୍ବାଦ ପ୍ରକାଶନ ବେଳେ କେଉଁ କେଉଁ ବିଷୟକୁ ଗୁରୁତ୍ୱ ଦିଆଯିବା ଅନୁଚିତ? ଅପସନ ଏ ସ୍ଥାନ କାଳ ପାତ୍ର, ଅପସନ ବି ବିଷୟ ଭିତ୍ତିକ ଶିରୋନାମା, ଅପସନ ସି ଆଡମ୍ବରପୂର୍ଣ୍ଣ ଓ ବୈଷୟିକ ଶବ୍ଦାବଳୀ, ଅପସନ ଡି ନିରପେକ୍ଷ ଉପସ୍ଥାପନା। କେଉଁ ପ୍ରସଙ୍ଗଟି ବେତାର ନାଟକ ପାଇଁ ପ୍ରଯୁଜ୍ୟ ନୁହେଁ? ନା ଉପାଦାନର ଶ୍ରବଣ ମୁଖ୍ୟ ପ୍ରୟାସ, ଏଟା ଅପସନ ଏ ହେଲା। ଅପସନ ବି ରେ ଅଛି ଦୃଶ୍ୟ ଧର୍ମିତାର ଧ୍ୱନି ରୂପ ପ୍ରକାଶ, ଅପସନ ସି ରେ ସଂକ୍ଷିପ୍ତ ଓ ଶବ୍ଦର ମିତ ପ୍ରୟୋଗ, ଅପସନ ଡି ରେ ଆହାର୍ଯ୍ୟ ଅଭିନୟର ଗୁରୁତ୍ୱ। ଅପସନ ଏଟା 54 ନମ୍ବର ହେଲା। ଦେଖନ୍ତୁ ବଟୁଆକୁ ଓଡିଆମୀର ଗୋଟିଏ ଚିହ୍ନ ବୋଲି କିଏ ମାନିବାକୁ ରାଜି ନୁହନ୍ତି? ଅପସନ ଏ ଆସାମ ଓଡିଆ, ଅପସନ ବି କଣ ତାମିଲ ଓଡିଆ, ଅପସନ ସି ବଙ୍ଗ ଓଡିଆ ଏବଂ ଅପସନ ଡି କନ୍ନଡିଆ। 55 ନମ୍ବରଟି ଦେଖନ୍ତୁ ବାଣିଜ୍ୟ ବିଜ୍ଞାପନର ମୂଳ ଉଦ୍ଦେଶ୍ୟ କେଉଁଟି ନୁହେଁ? ଦେଖନ୍ତୁ ଅପସନ ଏ ଉପଭୋକ୍ତାଙ୍କର ମଧ୍ୟରେ ଅନ୍ତର ଅଭିପ୍ରେରଣା ବୃଦ୍ଧି, ଅପସନ ବି ନିଜସ୍ୱ ଉତ୍କର୍ଷ ପ୍ରତିପାଦନ, ଅପସନ ସି ସାମାଜିକ କଲ୍ୟାଣ, ଅପସନ ଡି ନିଜର ବାଣିଜ୍ୟ ବଜାରର ଅଭିବୃଦ୍ଧି। ତାପରେ 56 ନମ୍ବରଟି ଦେଖନ୍ତୁ ଭିକ୍ଷୁକଙ୍କୁ ଭିକ୍ଷା ଦିଅ ଏଠାରେ କେଉଁ କାରଣ ଚତୁର୍ଥୀ ବିଭକ୍ତି ହୋଇଛି? ଅପସନ ଏ ଯୋଗ୍ୟାର୍ଥେ, ଅପସନ ବି ନିମିତ୍ତାର୍ଥେ, ଅପସନ ସି ବିବରଣାର୍ଥେ ଏବଂ ଅପସନ ଡି ସମ୍ପ୍ରଦାନାର୍ଥେ। 57 ନମ୍ବରଟି ନଟବର ସାମନ୍ତରାୟଙ୍କର ରଚିତ ପୁସ୍ତକ କେଉଁଟି? ଅପସନ ଏ କବିତା ଯୁଗେ ଯୁଗେ, ଅପସନ ବି
ସକାଳୀନ ପଞ୍ଚସଖା, ଅପସନ ସି ବିଚାର ଆଲୋଚନା, ଅପସନ ଡି ସାରଳ ସାହିତ୍ୟରେ ଐତିହାସିକ ଚିତ୍ର। 58 ନମ୍ବରଟି ଦେଖନ୍ତୁ, କେଉଁ ପ୍ରକାରର ପତ୍ରରେ ମହାଶୟ ମହାଶୟ ଏବଂ ସମ୍ବୋଧନ କରାଯାଏ? ବ୍ୟକ୍ତିଗତ ପତ୍ର ଅପସନ ଏ, ଅପସନ ବି ରେ ସଂକଳ୍ପ ପତ୍ର, ଅପସନ ସି ରେ ନିମନ୍ତ୍ରଣ ପତ୍ର ଏବଂ ଅପସନ ଡି ରେ ଅର୍ଦ୍ଧ ସରକାରୀ ପତ୍ର। 68 ନମ୍ବରଟି, କେଉଁଠି ବିଜ୍ଞାପନର ଶ୍ରାବ୍ୟ କିମ୍ବା କଣ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ନୁହେଁ? ଅପସନ ଏ ରେଡିଓ, ଅପସନ ବି ମାଇକ୍ ଯୋଗେ ପ୍ରଚାର, ଅପସନ ସି କଣ ୱାଲ ପେଣ୍ଟିଂ, ଅପସନ ଡି ଟେଲିଭିଜନ। 60 ନମ୍ବରଟି ଦେଖନ୍ତୁ, ଶ୍ରୀ ଜଗନ୍ନାଥଙ୍କର ରଥ କାର୍ଯ୍ୟର ଅନୁକୂଳ ସମୟ କେବେ? ଅପସନ ଏ ଆଷାଢ ଶୁକ୍ର ଦଶମୀ, ଅପସନ ବି ଅକ୍ଷୟ ତୃତୀୟା, ଅପସନ ସି କାର୍ତ୍ତିକ ଶୁକ୍ର ଚତୁର୍ଦଶୀ, ଅପସନ ଡି ମାଘ ପୂର୍ଣ୍ଣିମୀ। 61 ନମ୍ବରଟି ଦେଖନ୍ତୁ, ଫନି ମହାନ୍ତି କେଉଁ ମିଥ୍ କାବ୍ୟର ସ୍ରଷ୍ଟା? ଅପସନ ଏ ଯଜାତି, ଅପସନ ବି ପୁତନା, ଅପସନ ସି ସବରୀ ଏବଂ ଅପସନ ଡି ଅହଲ୍ୟା। 62 ନମ୍ବରଟି ଦେଖନ୍ତୁ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କେବେ ପାଳିତ ହୋଇଥାଏ? ଅପସନ ଏ ଫେବୃଆରୀ 21 ତାରିଖ, ଅପସନ ବି ମାର୍ଚ୍ଚ 11 ତାରିଖ, ଅପସନ ସି ଏପ୍ରିଲ 1 ତାରିଖ ଏବଂ ଅପସନ ଡି ହେଉଛି ଏପ୍ରିଲ 14 ତାରିଖ। ସଡ଼କ ସୁରକ୍ଷା ନିବାରଣ ପାଇଁ ପ୍ରଯୁଜ୍ୟ ବିଜ୍ଞାପନ ଗୁଡ଼ିକ କି ପ୍ରକାରର ବିଜ୍ଞାପନ? ଅପସନ ଏ ଶିଳ୍ପ ସମ୍ବନ୍ଧୀୟ, ଅପସନ ବି ଅନୁଷ୍ଠାନିକ, ଅପସନ ସି ସାମଗ୍ରୀ ପ୍ରୋତ୍ସାହନ ଭିତ୍ତିକ, ଅପସନ ଡି ଲୋକସେବା ମୂଳକ। ଉପମାନ ଓ ଉପମେୟର ଅଭେଦତ୍ୱ ପ୍ରକାଶ ପାଇଲେ କେଉଁ ଅଳଙ୍କାର ହୁଏ? ଅପସନ ଏ ଉପମା, ଅପସନ ବି ଉତ୍ପ୍ରେକ୍ଷା ଏବଂ ଅପସନ ସି ରୂପକ, ଅପସନ ଡି ଶ୍ଲେଷ। ଛନ୍ଦବଦ୍ଧ ପଦଂ ପଦ୍ୟମ୍ ଉକ୍ତିଟି କାହାର? ଅପସନ ଏ କୁନ୍ତକ, ଅପସନ ବି ବିଶ୍ୱନାଥ କବିରାଜ, ଅପସନ ସି ଭରତ ଏବଂ ଅପସନ ଡି ଆନନ୍ଦବର୍ଦ୍ଧନ। 66 ନମ୍ବରଟି ଦେଖନ୍ତୁ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଗଳ୍ପ ପୁସ୍ତକର ସ୍ରଷ୍ଟା କିଏ? ଅପସନ ଏ କିଶୋରୀ ଚରଣ ଦାସ, ଅପସନ ବି ଅଖିଳ ମୋହନ ପଟ୍ଟନାୟକ, ଅପସନ ସି ବୀଣାପାଣି ମହାନ୍ତି, ଅପସନ ଡି ଶାନ୍ତନୁ କୁମାର ଆଚାର୍ଯ୍ୟ। 67 ନମ୍ବରଟି ଦେଖନ୍ତୁ, ନବଜାତ ସନ୍ତାନର ଜନ୍ମବିଧି ସହିତ କେଉଁ ଲୋକାଚାର ଜଡ଼ିତ? ବସୁମତୀ ସ୍ନାନ ନମ୍ବର ଏ ଅପସନ ବି ହେଲା, କୁଆଡ଼େ ଗଲା? ନବଜାତ ସନ୍ତାନର ଜନ୍ମବିଧି ସହିତ କେଉଁ ଲୋକାଚାର ଜଡ଼ିତ? ଅପସନ ଏ ହେଉଛି ବସୁମତୀ ସ୍ନାନ, ଅପସନ ବି ପଞ୍ଚୁଆତି, ଅପସନ ସି ଅଷ୍ଟମଙ୍ଗଳା ଏବଂ ଅପସନ ଡି ହେଉଛି ନାମକରଣ। ସୋନେଟ ଗଠନ କରା ସହିତ କାହାର ସମ୍ପୃକ୍ତି ନାହିଁ? ଦେଖନ୍ତୁ ଅଷ୍ଟକ, ଅପସନ ଏ, ଅପସନ ବି ରେ ଛନ୍ଦସ୍ପନ୍ଦନ, ଅପସନ ସି ରେ ଗାନଧର୍ମିତା, ଅପସନ ଡି ରେ ହେଉଛି ଷଷ୍ଠକ। କାଟେଣି ଏହା କି ପ୍ରକାର ଶବ୍ଦ? ଅପସନ ଏ ରେ ତତ୍ସମ, ଅପସନ ବି ରେ ତଦ୍ଭବ, ଅପସନ ସି ରେ ଦେଶଜ ଏବଂ ଅପସନ ଡି ରେ ହେଉଛି ବୈଦେଶିକ। ତାପରେ ଦେଖନ୍ତୁ ଲାଷ୍ଟ କ୍ୱେଶ୍ଚନ ହେଲା ତମ 70 ନମ୍ବର କଣ ଅଛି? ବିଶ୍ୱଦେଶ ମଧୁମୟରେ ଜୀବନ ବା ବିଶ୍ୱଦେଶ ମଧୁମୟ କବିତାଂଶଟି କାହାର? ଅପସନ ଏ ମଧୁସୂଦନ ରାଓ, ଅପସନ ବି ଗଙ୍ଗାରାମ ମେହେର, ଅପସନ ସି ନନ୍ଦକିଶୋର ବଳ ଏବଂ ଅପସନ ଡି ହେଉଛି କୁନ୍ତଳ କୁମାର ସାବତ। ତ ପିଲାମାନେ ଏଇଠୁ ତମର ଯେତେ ସବୁ ଏଣ୍ଟ୍ରାନ୍ସ କ୍ୱେଶ୍ଚନ ଗୁଡ଼ିକ ଥିଲା ଆମେ ଆଲୋଚନା କରିଲେ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ।